ମା ସପ୍ତର୍ଷିଙ୍କର ଅପାର କରୁଣାରୁ ମୁଁ ଆଜି ମାଳବ ରାଜ୍ୟର ଅଧୀଶ୍ୱର ହୋଇପାରିଛି। ହଁ ହଁ, ମୁଁ ମାଳବ ରାଜ୍ୟର ଅଧୀଶ୍ୱର ହୋଇପାରିଛି କେବଳ ମୋ ପରିବାର ମାନଙ୍କ ପାଇଁ। ମୋ ଆଖିରୁ ନିଦ ହଜି ଯାଇଛି। ସୁନା ରୂପା ହୀରା ଲୀଳା ମୋତି ମାଣିକ୍ୟର ଖଞ୍ଜା ମହଲ ଥିବା ବେଳେ ଆଜି ମୋତେ ଥୁଣ୍ଟା ବରଗଛ ପରି ଲାଗୁଛି। ଏଥିପାଇଁ ଦାୟୀ କେବଳ ସେଇ ସୁନ୍ଦର ସାହାଣୀ ଆଉ ଗାଜର ଗୋସାଇଁ। ଅପେକ୍ଷା କରରେ ସୁନ୍ଦର ସାହାଣୀ ଆଉ ଗାଜର ଗୋସାଇଁ। ସମୟ ଆସିବ ମୁଁ ତୁମ ମାନଙ୍କ ଠାରୁ ନେବି ଚରମ ପ୍ରତିଶୋଧ। ଦେଖୁଛୁ ହେଉଛି ସେ ମାଳବ ରାଜ୍ୟର ରାଜମହଲ। ଆରେ ରାଜ୍ୟର ସମ୍ରାଟ ହେବା ପାଇଁ ସେ ରାଜା ବୀରଭଦ୍ର ବଂଶଟାକୁ ମୁଁ ବିନାଶ କରିଦେଲି। ଆରେ ଆଜି ମୋ ଅପେକ୍ଷାର ଅନ୍ତ ଘଟିବ ରେ। ବସି ସିଂହାସନ ପରେ ଆପଣ ଶାସନ କରିବ ଏ ସୁନ୍ଦର ସାହାଣୀ। ନ୍ୟାୟ କରିବି ନ୍ୟାୟ। ତାପରେ ଆଉ ତୁ ହେବୁ କଣ କହିଲୁ? ମହାମନ୍ତ୍ରୀ ଗାଜର ଗୋସେଇଁ। ଆଚ୍ଛା ଏ ଗାଜର ଗୋସେଇଁ ମନ୍ତ୍ରୀ ହେଇ ହିତ ଉପଦେଶ ଦେଇ ସର୍ବପ୍ରଥମେ ସେ କହିବ ମହାରାଜା ଶ୍ରୀ ଶ୍ରୀ ସାହାଣୀ କୋଉ ନାଁଟା କଣ? ସୁନ୍ଦର ସାହାଣୀଙ୍କର ଜୟ ହୋ। ସିଂହାସନ ପରେ ବସି ମୁଁ କେମିତି ନ୍ୟାୟ କରୁଛି ନ୍ୟାୟ। ହେ ମହାପୁରୁ ଗୋଟେ କଥା ଶୁଣି ରଖନ୍ତୁ। ନ୍ୟାୟ ପାଇଁ 2 ଜଣ ଛୁଟି ଆସୁଛନ୍ତି ଆପଣଙ୍କ ନିକଟ। ଆପଣ ନ୍ୟାୟ ବିଚାର କରି ହେଇ ମାଳତୀ ଆଉ ଲୀଳାବତୀ। ମୁଁ କହିବା କଥା କଣ କି ମହାପୁରୁ, ଯେମିତି ଛୁଆଟା ମାଳତୀରେ ହୁଏ ନଚେତ ଆପଣଙ୍କ ନାକ ନିଶ ତଳେ ପଡ଼ିଯିବ ଆଜ୍ଞା। ନାଇଁ 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 ନାଇଁ, ବିଚାରରେ ନିଶ୍ଚୟ ଆମର ହିଁ ବିଜୟ ହେବ। ଆରେ ତୁ ଦେଖ ସିଂହାସନରେ ବସି ମୁଁ କେମିତି ନ୍ୟାୟ କରୁଛି ନ୍ୟାୟ। ଆରେ ସୁନ୍ଦର ସାହାଣୀ ଆସନରେ ଅଳଙ୍କୃତ ହୋଇଛୁ। ଚିହ୍ନି ପାରୁନୁ ମୂର୍ଖ, ଚିହ୍ନି ପାରୁନୁ ତୁ? ଆରେ ଯାହାକୁ ବିନାଶ କରି ଫିଙ୍ଗି ଦେଇଥିଲୁ ଉଛୁଳା ନଈରେ, ସମ୍ରାଟ ହେବାର ମହୁଲି ନିଶାରେ ମାତଲ ହୋଇ ତୁ ଯାହାକୁ ଫିଙ୍ଗି ଦେଇଥିଲୁ ସେ ଉଛୁଳା ନଈକୁ, ଯାହାର ବଂଶକୁ ସବୁବେଳେ ବିନାଶ କରି ଦେଇଥିଲୁ, ମୋ ସେଇ ରାଜ ବୀରଭଦ୍ର। ବୀରଭଦ୍ର ନୁହେଁ ମୂର୍ଖ, ମହାରାଜା ବୀରଭଦ୍ର। ଆଜି କେବଳ ତୋରି ପାଇଁ, ଆଜି କେବଳ ତୋରି ପାଇଁ ମୋ ପରିଚୟଟା ବଦଳି ଯାଇଛି। ରାଜା ବୀରଭଦ୍ରରୁ ହୋଇଯାଇଛି ସାତବରଘୁ ଦାସ। ହସ ହସରେ ପାପି, ତୁମେ ମାନେ ହସି ହସି ଲୁଚି ଯିବ ଏଇ ଧରଣୀ କୋଳରେ। ଶୁଣ ରାଜା ବୀରଭଦ୍ର, ଏ ସୁନ୍ଦର ସାହାଣୀ ସହିତ ସଂଗ୍ରାମ କରିବାକୁ ହେଲେ ତତେ ଅନେକ ଥର ଜନ୍ମ ନେବାକୁ ପଡ଼ିବ। ଆରେ ଜନଜାତି ବସି ଦେଖନ୍ତୁ, ତୁ ମୋ ଚିତା ଜାଳୁଛୁ, ମୁଁ ତୋ ଚିତା ଜାଳୁଛି।
ମାନିଲି ରେ ଆଜି ଗୋଟେ ହାଇ ଆପଣଙ୍କ ଗାଡ଼ରେ ଏତେ ଶକ୍ତି ଅଛି। ଆଉ ବୁଢ଼ା କଲେ କ'ଣ, ବୁଢ଼ା ହେଲେ କ'ଣ ହବ? ନାଲି ଲଙ୍କା ପରି ରାଗ ଅଛି। ହେଇ ମୁଁ ଭାବୁଥିଲି ତମ ଗାଡ଼ର ଶୁଖିଯା କି କ'ଣ ଉପହାର ଦେ। ଗାଜର କ'ଣ ହେଲା? କ'ଣ କହୁଥିଲୁ? କାହାକୁ? କ'ଣ କହୁଥିଲୁ ବେ ତୁ? କୋଉ କଥା? କୋଉ କଥା ମନେ ନାହିଁ ତୋର? ଏ କୋକେଇ କଥା? ଚୁପ୍! ନାଇଁ ମୁଁ କିଛି କହିନି। ତୁ ମୋ ପାଇଁ କୋକେଇ ବାନ୍ଧିବୁ? ନାଇଁ ତୁ ମତେ ନିଆଁରେ ଜାଳି ଦବୁ? ସେ କଥା ସେ କହୁଥିଲେ। ଚୁପ୍! ତୁମେ ବ୍ରାହ୍ମଣ ଲୋକ। ବ୍ରାହ୍ମଣ ଲୋକ ଆଜି ମୁଁ ତୁମକୁ ଏମିତି ଉପହାର ଦେବି କ'ଣ କୌଣସି ରାଜା କୌଣସି ବ୍ରାହ୍ମଣକୁ ଦେଇନଥିବେ। ଦେଇନଥିଲି, ସେଇଟା ମୋ ଭାଗ୍ୟ ସୌଭାଗ୍ୟ ବୋଲି ଭାବିନେବି। ହେଲେ ଦିଅନ୍ତୁ। ବ୍ରାହ୍ମଣ ଲୋକ ଦାନ ପରେ ଦକ୍ଷିଣା ମାଗନ୍ତି। ଆଉ ଆପଣଙ୍କ ଭଳିଆ ରାଜା ଲୋକ ଆଖପାଖରେ ସବୁଆଡ଼େ ପୁରପଲ୍ଲୀରେ ଆପଣଙ୍କ ନାଁ ପଡୁଛି ଉଠୁଛି। ଠିକ ଅଛି, ଦିଅନ୍ତୁ। ଦାନ ସହିତ କ'ଣଟା? ଦକ୍ଷିଣା ନେ। ଦକ୍ଷିଣା प्रणाम महात्मा महाराज। महाराज तुमको एमती माड़ मार होती कहीं? କାହାକୁ ମାରିଲେ? କିଏ ମାରିଲା? ଇଏ ଗାଜର ଗୋଛେଙ୍ଗି ମାରିବାକୁ ଏମିତି କିଏ ପୃଥିବୀରେ ଜନ୍ମ ହେଇନାହାନ୍ତି। ତୋ ମୁଣ୍ଡ ଠିକ ଅଛି ତ? ଏ ତୁ ଆସିବା ପୂର୍ବରୁ ତ ମାରିଥିଲେ ରାଜା, ଅଭ୍ୟାସ କରୁଥିଲେ। ରାଜା ହେଲେ କେମିତି ମାଡ଼ ମାରନ୍ତି। ହେଲେ ଠିକ ସମୟରେ ଆପଣମାନେ ଆସି ପହଞ୍ଚିଗଲେ, ନହେଲେ ରାଜା ମାରି ମାରି ହାଲିଆ ହେଇଯାଇଥାନ୍ତି। ହାଲିଆ ହେଇଯାଇଥାନ୍ତି। ଏଠାକୁ ତୁମେ କ'ଣ ପାଇଁ ଆସିଛ? महाराज ए राक्षसी कौ जन्म कि पाप करिथिला जे गोटे पत्थर पिला को जन्म देई नारी जाति पाई कलंक साजिछि। हेले सेही कलंक को लिभाई देबा पाई मो पिलाटी को निजर बोली कही ए दुनिया दंडरे चित्कार करी कहछि। उपाय न पाई आपण को पाखे को आसिछु महाराज। आपण उचित न्याय देले आमे आम रास्ता रे चलीछु महाराज। महाराज आपण जदि आदेश दियंते तेबे मो स्त्री लीलावती ता मन कथा किछि प्रकाश करंता। ठीक अछि, कुह मा लीलावती, जहाँ तुमर इच्छा तुमे ए सभारे कहि पार। महाराज मु सत कहूँ महाराज, 9 मास 10 दिन गर्भरे धरी ए संतान को मु जन्म देइछि। बड़ नानी बंधा दोषर मुक्ति पाइबा पाई मो ठारू संतान को जोर करी छड़े नहीं चंती महाराज। मु प्रतिवाद करिबारु मते माड़ मारी मो पिठी पटई देइछंती महाराज। महाराज मोर आपण पाखर बहुत विश्वास होछि महाराज। गोटे मार ममता को निश्चय चिन्हि पारिबे आपण महाराज। हे भगवान, कहीं ठाकुरे एमती मत जीवन गोटे दो छकी बचाई दौरान कौन पाई ठाकुरे? हेले कौन करी मु किछि भी बुझी पारुनी, किछि बुझी पारुनी, मु किछि बुझी पारुनी। महाप्रभु जदि आपण मते आदेश दियंती एटा सामान्य कथा मु प्रमाण करी देखेदेवी छुआ काट। ठीक अछि, तापर आपण राय देबे। मते प्रमाण आवश्यक। प्रमाण देबे ताहले मते प्रमाण दियो। हां बसन सेठी बसन। महाराज मु कहया कथा पिला को केते मास हो, केते मास हो माँ है जान ए 6-7 मास हो ना आउ केते हो? ये महापुर मु कहया कथा पिला को 6 मास हेलानी मान एबे भी ता माँ टू क्षीर धरछु। मु कहया कथा ए 2 नारी को परीक्षा करी जना पड़ी जीव माने काठू का माने का माने का छाती रु क्षीर बाची चिपी देले मु कह दे माने मोर छाती रो अभिज्ञता ये छुआ कार प्रकृत मु कह दे मणिमा एटिक कहूचे गाजर गोटे दृढ़ मन
ପ୍ରକୃତ ପ୍ରମାଣ କରି ଚିପିକି ଦେଖେଇ ଦେ ଆଚର କ'ଣ ମା କଣ କହିଲୁ ବେ କ'ଣ କହିଲି କଣ କହିଲୁ ତୁ ଏଇ ମାନେ ନିର୍ଲଜ ବୌମା ଏମାନେ ତ ଟିକେ ଘୁଟିଗଲେ ବୌମା ଟିକେ ସଜାଡ଼େ ହେଇଛ ମୁଁ ଆଜି ପ୍ରମାଣ କରିକି ଦେଖେଇ ଦେବି ଇଏ ଏଇଟା କ'ଣ ଦେଖିବି ରେ ଇଏ ଶୁକି ସାକି ସବୁ ମାନେ ସେ ଗଲାଣି ଶୁଣ୍ଠା ପଡ଼ିଗଲେ ତଥାପି ଚେଷ୍ଟା କରିବି ଚିପିକି ଦେଖିବି ଜଞ୍ଜ ତୁ ଟିକେ ଘୁଟିଗଲ ମାମୁଁ ଶ୍ୱଶୁର ହୋଇ ଶେଷରେ ଛି 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 ଲଜ୍ଜା ଲାଗୁନି ତୋତେ ଲଜ୍ଜା ଲାଗୁନି ଠିକ୍ ଅଛି ମୋତେ ମାରନ୍ତୁନି ଆଜ୍ଞା ମୁଁ ହାରିଗଲି ଆଜ୍ଞା ମୁଁ ହାରିଗଲି ନ୍ୟାୟ ଦେଇପାରିବିନି ଯଦି ଆପଣ ପ୍ରକୃତରେ ରାଜା ତାହେଲେ ପ୍ରକୃତ ନ୍ୟାୟ ଆପଣ ଦେବେ ଆଉ ଯଦି ନ୍ୟାୟ ଦେଇପାରନ୍ତିନି ତାହେଲେ ଢେଙ୍କୁରା ପିଟି କାଲି ସକାଳେ ସମସ୍ତଙ୍କୁ କହିବି ଏ ରାଜା ମିଛୁଆ ରାଜାରେ ନାଇଁ ଆଜି ଏଇ ରାଜା ଏମିତି ବିଚାର କରିବ ବିଚାର କରି ଏ ସଂସାର ମଧ୍ୟରେ କୌଣସି ରାଜା ଏମିତି ବିଚାର କରିନଥିବେ ଠିକ ଅଛି ବିଚାର କରି ଏଥିରୁ ପ୍ରମାଣିତ ହୋଇପାରୁଛି ପ୍ରକୃତରେ ଏ ଛୁଆ କାହାର ନୁହଁ ଦିଅ ସେ ଛୁଆକୁ ମୋ ହସ୍ତକୁ ଦିଅ ନିଅନ୍ତୁ ମହାରାଜ ଧନ୍ୟବାଦ ତୁମେ ସମସ୍ତେ ଦେଖ ସମସ୍ତେ ଆଖି ଖୋଲି ଦେଖ ଏ ଛୁଆ ତୁମମାନଙ୍କର କାହାର ବି ନୁହଁ ତେଣୁ ତେଣୁ ମୁଁ ଆକୁ ଅଛି ନାଇଁ ମହାରାଜ ନାଇଁ ଏ ଛୁଆକୁ ମାରନ୍ତୁନି ବରଂ ମତେ ମାରିଦିଅ ମୁଁ ମିଛ କହିଛି ଏ ଛୁଆ ହଉଛି ବଡ଼ ନାନୀଙ୍କର ଏ ରାକ୍ଷସୀ ତୁ ଯଦି ପ୍ରକୃତରେ ମା ହୋଇଥାନ୍ତୁ ତାହେଲେ ଲୀଳାବତୀର ପାଦ ଧରି ତୁ କ୍ଷମା ମାଗିଥାନ୍ତୁ ତୋତେ ଭଲରେ କହୁଛି ତୋତେ ଆଜି ତୋତେ ଏମିତି ଶାସ୍ତି ଦେବି କୌଣସି ରାଜା କୌଣସି ନାରୀକୁ ଏମିତି ଶାସ୍ତି ଦେଇନଥିବେ ଆରେ କେ ଛରେ এইভাবে গোটা উদ্ধতি নারীকে নেই ফাঁসে খুঁটারে ঝুলাই দিও ফাঁসে খুঁটারে ঝুলাই দিও সেমিতি খালি হাତରେ চালিগলে ମୋ ମନ ଦୁଃଖ ହବନି ତତେ ଭଲରେ କହୁଛି ପ୍ରକୃତରେ ତୋର କେଉଁ ପିଲା ତାକୁ ତୋ ସାଙ୍ଗରେ ନେଇଯାଅ ଯା କହୁଛି ତୋର ପ୍ରକୃତରେ କେଉଁ ଛୁଆ ତାକୁ ନେଇଯା ମୂର୍ଖ ତୁ ଆଉ ଠିଆ ହେଲୁ କାହିଁକି ଆଜି ମୁଁ ତୋତେ ଉପହାର ନିଶ୍ଚୟ ଦେବି ହେମନ୍ତ ତୁ ଚୁପଚାପ କ'ଣ ଠିଆ ହେଇଛୁ ରେ ବୋଉ ମା ଗଲାନି ଯା ତା ପଛରେ କାଳେ ଆତ୍ମହତ୍ୟା କରିଛୁ ଆରେ ଯା ওবে আসুছি মহারাজ
ବ୍ରାହ୍ମଣ ଲୋକ ପ୍ରଥମ କରି ଏ ରାଜପ୍ରାସାଦକୁ ଆସିଛ ଗାଜର ବସି ଦାନ ଦକ୍ଷିଣା ନେଇକି ନ ଯିବନି ନାଇଁ ନା ମୋର ଲୋଡ଼ା ଦାନ ନେଇକି ଯିବ ନା ଲୋଡ଼ା ନାଇଁ ଧନ ମୋର ଲୋଡ଼ା ନାଇଁ କିଛି ସାମାନ୍ୟ ତ ମତେ କୋଠି କେତେ ମିଳୁଛି ଲୋଡ଼ା ନାଇଁ ମୋର କିଛି ମୁଁ ଚାଲି ଯାଉଛି ଗାଜର ଗୋସାଇ ଶୁଣ ତୋତେ ଯଦି ମୁଁ ଜୀବଦଶାରେ ଛାଡ଼ିଦିଏ ତାହେଲେ ପବିତ୍ର ଧରିତ୍ରୀ ଅପବିତ୍ର ହୋଇଯିବ ସେଇଥିପାଇଁ ମୁଁ ତୋତେ କ'ଣ କଲେ ଆଜି ମୁଁ କ'ଣ କଲ ମାଗୁରୁ କ'ଣ କଲ ଆଉ କୋଠି ପୁରେଇବା କଥା କୋଠି ପୁରେଇ ଦେଲ ଯଦି ପେଟକୁ ପୁରେଇଥାନ୍ତ ଗାମୁଛା ଭିଡ଼ି ଦେଇଥାନ୍ତି ପୁଟାଟା ରହିଯାଇଥାନ୍ତା ମୋ ଗାଜରକୁ ଖଣ୍ଡ ବିଖଣ୍ଡ କରିଦେଲ ଏ ମାବୁରୁ ଏ ମୋ ପ୍ରାଣ ଠିକ ନା ନାହିଁ ଗାଜର ପୁରେ ଆସିବ କି কষ্টটা এই টাইমে রয়েছে রে ଆମେ ଆସୁଛୁ ମହାରାଜ ଆପଣଙ୍କ ପାଖରେ ଆମେ ଦୁଇ ପ୍ରାଣୀ ଚିର ଋଣୀ ମହାରାଜ ଆର ଜନ୍ମରେ ଏଇ ଋଣ ସୁଝିବା ପାଇଁ ଆମେ ନିଶ୍ଚୟ ଚେଷ୍ଟା କରିବୁ ମହାରାଜ ଏବେ ଆମେ ଆସୁଛୁ ମହାରାଜ ଏବେ ଆମେ ଆସୁଛୁ ଜୟନ୍ତ ହରେ ମୁଁ ରାଜା ବେଶରେ ମାଳବ ରାଜ୍ୟରେ ରହିଛି ତୋ ବାପା ଏହା କେବଳ ସମ୍ଭବ ହୋଇପାରିଛି ସେଇ ମା ସନ୍ତୋଷୀଙ୍କ ପାଇଁ ହରେ ଜୟନ୍ତ କେବଳ ମା ସନ୍ତୋଷୀଙ୍କ ପାଇଁ ଆଜି ଆମେ ସବୁ କିଛି ଫେରି ପାଇପାରିଛେ ହଁ ହଁ ସବୁ କିଛି ଫେରି ପାଇପାରିଛେ ଏ ମା ଆଜିଠାରୁ କେବେ କାହା ଆଗରେ ଆଖିରୁ ଲୁହ ଢାଳି କହିବନି ଆମର ସବୁ ଦିଖ ଆଖିରୁ ଆରମ୍ଭ ଓଠରେ ଶେଷ
ଆଖିରୁ ଆରମ୍ଭ ଓଠରେ ଶେଷ ଆଖିରୁ ଆରମ୍ଭ ଓଠରେ ଶେଷ ଆଖିରୁ ଆରମ୍ଭ ଓଠରେ ଶେଷ ଆଖିରୁ ଆରମ୍ଭ ମାଉସୀ ଏ ଗଣ୍ଠିଲଟା ମତେ ଦେଇଦେ ଆଉ ଏ ଗଣ୍ଠିଲି ମୁଣ୍ଡରେ ତ ଦେବି ଦବୁନି ତ ନାଇଁ ଭଲରେ ଭଲରେ କହୁଛି ଗଣ୍ଠିଲିଟା ମୋ ହାତକୁ ଦେଇଦେ ନାଇଁ ମୁଁ ଦେବିନି ଏବେ ଦିଏ କହୁଛି ମତେ ଦେଇଦେ ମାଉସୀ ସୁନ୍ଦର ୟାକୁ ହାତରେ ନୁହେଁ ସୁନ୍ଦର ୟାକୁ ତରବାରୀ ୟାର ଗୋଳା କାଟି ହତ୍ୟା କର ତାପରେ ଆମେ ଏଇ ସୁନା ରୂପ ନେଇ ଅନେକ ଦୂରକୁ ଚାଲିଯିବା ଆମକୁ ଖୋଜିଲେ ବି କେହି ପାଇବେନି ଆଉ ସେଇଠାରେ ସୁନ୍ଦର ଘରଟିଏ ତୋଳି ଦେଇ ସେଇ ଘର ଭିତରେ ତୁମେ ଆଉ ମୁଁ ଥିବା ଆଉ ବିଳମ୍ବ କରନି ସୁନ୍ଦର ଯଦି କିଏ ଆସିଯିବେ ତେବେ ଆଲୋ 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 ତୁ ମୋ ବଡ଼ ବହୁ ମାଳତୀଟି ଶେଷରେ ତୁ ମୋତେ ମାରିବା ପାଇଁ କହିପାରିଲୁ ଏ ମାଉସୀ ଏବେ ଯାଏ ମୋ କାମ ଦେଖୁଥିଲୁ ଆଜି ତ ଛାଡ଼ିବିନି ଲୋ ତୁ ସବୁ ସୁନାରୁ ବା ଏକାଳେ ନେଇଯିବୁ ଆଜି ତତେ ମାରୁ ମାରୁ ମାରିଦେବି ଆଜି ତତେ ସେଇଠାରେ ଠିଆ ହୁଅ କହୁଛି ହେମନ୍ତ ପାଦେ ଆଗକୁ ଆଗେଇବାକୁ ଚେଷ୍ଟା କଲେ ପରିସ୍ଥିତି ବହୁତ ଭୟଙ୍କର ହେଇଯିବ ହେମନ୍ତ ମରି ତମ ମା ପୁଅ ଦିଟାକୁ ଆଜି ମାରି ମାରି ଜୀବନରୁ ମାରି ଆଜି ତ ହେମନ୍ତ ମୂର୍ଖ ତୋ ହାତରେ ଥିବା ଅସ୍ତ୍ରଟା ଶସନ ମାନେ ତଳେ ପକେଇଦେବ ତା ନହେଲେ ତୋ ଗଣ୍ଡୁରି ମୁଣ୍ଡଟା ଅଲଗା କରିବାକୁ ମତେ ବେଶୀ ସମୟ ଲାଗିବନି ଜୟନ୍ତ ଭଲରେ ଭଲେ କହୁଛି ସୁନ୍ଦରକୁ ଛାଡ଼ି ଦିଅ ତାହା ନହେଲେ ହେମନ୍ତର ଗୋଳା କାଟି ନିଜେ ମୋ ମଥାର ସିନ୍ଦୁରକୁ ମୁଁ ପୋଛିଦେବି ଭଲରେ କହୁଛି ସେ ଅସ୍ତ୍ରଟା ମୋ ହାତକୁ ଦେଇ ମୁଁ ତୋତେ ବଦ୍ଧ କରିବା ପାଇଁ ବାଧ୍ୟ ହେବି ସେ କହୁଛି ସେ ଅସ୍ତ୍ର ଜୟନ୍ତ ହେମନ୍ତ ଆରେ ଶୀଘ୍ର ଯାଅ ସେ ପାପିଟାକୁ ଦୁଇ ଭାଇ ମିଶି ନିଧନ କର ଜୟନ୍ତ
यारी पाई मो संसारटा भागी जाइछि आज मु तो केवल यारी पाई मोर पवित्र परिवार रे अपवित्र सृष्टि होइछि आज मु କେବଳ ତୋରି ପାଇଁ ଆମ ଘର ମଝିରେ ପାଚେରୀ केवल तोरी पाई ମୋର ପୁରୁଷ ସହିତ ପ୍ରୀତି କରି ସିନ୍ଦୁର ସହିତ ଛଳନା କଲେ ଶେଷରେ ସ୍ୱାମୀ ଥାଉ ଥାଉ ତୁ ବିଧବା ହୋଇଗଲୁ ଆଜି ତୋତେ ମାରୁ 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 ବାପା ବାପା ମାଙ୍କୁ ଛାଡ଼ି ଦିଅ ତମକୁ ମୋ ନିୟମ ଭାଇ ନାନୀକୁ ଛାଡ଼ି ଦିଅ ଆଜି ଏ ପାପିଟାକୁ ମାରୁ ମାରୁ ମାରିଦେବି ମାରିଦେବି ତୋତେ ଶାନ୍ତ ହୁଅ ପୁତ୍ର ନାରୀ ହତ୍ୟା ଯେ ମହାପାପ ଏ କଥା ତୁମେ ଶାସ୍ତ୍ରରେ ଶୁଣିଥିବ ନିଶ୍ଚୟ ନାରୀର ଦୋଷକୁ କ୍ଷମା କରିବା ପାଇଁ ବିବାହ ବେଦୀରେ 7 ଦୀପ 8 କଳସ 10 ଦିଗପାଳକୁ ସାକ୍ଷୀ ରଖି ଦେଇଥିବା ପ୍ରତିଶ୍ରୁତି ତମେ ଭୁଲି ଯାଉଛ କିପରି ଜାଣି ଜାଣି ନାରୀକୁ ବଧ କରି ତୁମେ ସେ ମହାପାପ ଅର୍ଜନ କରନି ଭାବିନିଅ ଯାହା ସବୁ ଘଟି ଯାଇଛି ସେ ସବୁ ଏଇ ଶନିଦେବଙ୍କ ଅଶାନ୍ତିରେ ଘଟି ଯାଇଛି ସନ୍ତୋଷୀ ଠିକ କହୁଛନ୍ତି ଯଦି ଶାନ୍ତିରେ ଜୀବନ ନିର୍ବାହ କରିବାକୁ ଚାହ ଏ ଶନିଶ୍ଚରକୁ ଶାନ୍ତ କରିବାକୁ ଚାହ तबे उस्त वृक्ष मूले राशि तेल दीपालीटे जली दे एते मध्यरे क्षिद्र लह धातु खंडे पकाई देले सकल संताप तुमर करी विहरण मते हस्त जोड़िबा किछि आवश्यक नहीं प्रभु जदि तुम निकट को शांति फेरी आसी केवल ई संतोषी पई तेणु आज ठारू तुम्हें संतोषी व्रत करी सकल पीड़ारू मुक्त हुआ सर्वे प्रभु आपण ठीक कहछिन प्रभु लीलावती मुहरु माँ संतोषी कथा शुणी सारा पर मुझा कथा को अमान्य करी बहुत अत्याचार करिछि हेले आज मु कहबी से हेउछि मो सान भौणी आज ठारू मु ता सहित मिसी माँ संतोषी पूजा व्रत करिबी माँ नाम गोटे राक्षसी आज ठारू मो बहुमान सहित मिसी करबी माँ संतोषी व्रत करबी माँ संतोषी व्रत आलाउ डेरी करूछ काई तोर पई डेरी करूछ सर्पे कंठ फटाई चित्कार करी कुह जय मां संतोषी कर जय मां संतोषी कर जय मां संतोषी कर जय प्रभु शनीश्वर कर जय प्रभु शनीश्वर कर जय प्रभु शनीश्वर कर इबे तुम कहारी आखिर दुखर लुह बेबनी ई भाग्य को निंदा करी केबे आउ कांदी कांदी कहबनी तुम जीवन सब दुख सुख तुम आखिर आरंभ ओठरी शेष केबे खाई कोड़ी केबे पारा कोड़ी केबे बहुता टका टका कोड़ी Bye.
आरंभ और धरे शेष आखिर आरंभ और धरे शेष आखिर आरंभ और धरे शेष आखिर आरंभ और धरे शेष दर्शक बंधु जत्रा